ତୃତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟ ଉଦ୍ଧବ ବାଚ। ଶୁଣ ବିଦୁର ମୋ ବଚନ ଧରି ନ ପାରି ଖେଦ ମନ। ସେ ରାମକୃଷ୍ଣ ଏକ ରଥେ ମିଳିଲେ ଅକ୍ରୂର ସଙ୍ଗତେ। ମାତା ପିତାଙ୍କର କୁଶଳ ପୁଛନ୍ତି ରାମ ଆଦି ମୂଳ। କଂସକୁ ଦୃଷ୍ଟିରେ ସଂହାରି ମଞ୍ଚା ଉପରୁ କେଶ ଧରି। ଏ ତଳେ ପକାଇ ରୋଷଭରେ ମୃତ ପିଣ୍ଡକୁ ଆଶ୍ୱାସିଲେ। ତହୁଁ ବ୍ରାହ୍ମଣ ଘରେ ଯାଇ ସକଳ ବିଦ୍ୟା ଶିକ୍ଷା ପାଇ। ଗୁରୁ ଦକ୍ଷିଣା ଅର୍ଥେ ପୁଣି ଯମର ଘରୁ ପୁତ୍ର ଆଣି। ଗୁରୁ କାମିନୀ ତୋଷ କରି ପୁଣି ମିଳିଲେ ନିଜ ପୁରୀ। ଭୀଷ୍ମକୁ ଦୁହି ତାକୁ ହରି କୁଣ୍ଡୀ ନଗରରେ ବିଜେ କରି। ଗନ୍ଧର୍ବ ବୃତ୍ତି ଆଚରିଲେ ବଳେ ସେ କନ୍ୟାକୁ ହରିଲେ। ଯୁଗାଳ ମଧୁ ସିଂହ ଜେନେ ସ୍ୱଭାବେ ହରଇତେ ସନେ। କୋଶଳପୁରେ ନରହରି ଶପଥ ଷଣ୍ଡବଧ କରି। କନ୍ୟା ଲଭିଲେ ନନ୍ଦବାଳ ଜିଣି ସକଳ ଶତ୍ରୁବଳ। ସତ୍ୟଭାମାର ବୋଲେ ପୁଣି ନନ୍ଦବନରୁ ଚକ୍ରପାଣି। ବଳେ ହରିଲେ ପାରିଜାତ ଲୀଳାଏ ଜିଣି ସଚିନାଥ। ପୁରେ ସ୍ଥାପିଲେ ବୃକ୍ଷ ନେଇ ପତ୍ନୀଙ୍କ ପ୍ରିୟ ଭାବ ବହି। ଗରୁଡ଼େ ବସି ଭାବଗ୍ରାହୀ ନାରକାସୁରେ ପୁରେ ଯାଇ। ଦେଖିଲେ ତାହାର ଭୁବନ ତେଜେ କି ଜିଣିଛି ଗଗନ। ଚକ୍ରେ ତାହାର ମୁଣ୍ଡ ହାଣି ତେଜ ପ୍ରସରେ ଧରଣୀ। ବୋଲଇ କଲୁ ପୁତ୍ର ନାଶ ଧରଣୀ ବଚନେ ବିଶ୍ୱାସ। ନାରକା ପୁତ୍ରକୁ ମୁରାରି ତାରା ଯିଏ ଅଭିଷେକ କରି। ନାରକା ଅନ୍ତପୁରେ ହରି କୋଟି କନ୍ଦର୍ପ ରୂପ ଧରି। କନ୍ୟା ଏ ଦେଖି କାମ ବଳେ ଚାହାନ୍ତି ନୟନ ନିରୋଳେ। 16,000 ଶତାଧିକ ପୁଷ୍ପ ବରଷି ଅତିରେକ। ହରିଙ୍କୁ ବରିଲେ ସକଳେ ମଙ୍ଗଳ ଶୁଭ ଲଗ୍ନ ବେଳେ। ତାହାଙ୍କୁ ନିଜ ପୁରେ ଆଣି ଏକ ମୁହୂର୍ତ୍ତେ ଚକ୍ରପାଣି। ବିବାହ ହେଲେ ବେଦମତେ ଶୁଣ ତାହାଙ୍କ ପୁତ୍ର ଯେତେ। 10 କୁମର କନ୍ୟା ଏକ ଆତ୍ମା ସଦୃଶ ରୂପରେଖ। କାଳ ଦମନ ଜରାସନ୍ଧେ ସାଲୋ ସମସ୍ତ ପୁର ରୁନ୍ଧେ। ତାହାଙ୍କ ନିଜ ତେଜ ନାସି ସୁଜନ ବାନ୍ଧବ ବିକାଶୀ। ସମ୍ବଲ ଦିବିନ୍ଦ ବାନର ସୁର ଓ ଗୁଲୋଳ ବାଣାସୁର। ସେ ଦନ୍ତବକ୍ର ଆଦି କରି ତାହାଙ୍କୁ ସଂଗ୍ରାମେ ସଂହାରି। ଏବେ ତା ଜ୍ୟେଷ୍ଠ ଭ୍ରାତା ସୁତେ ଅନେକ ନୃପତି ସମତେ। ସଙ୍ଗତେ ନିଜ ବଳ ଘେନି ଚରଣେ କମ୍ପଇ ମେଦିନୀ। ମିଳିଲେ କୁରୁକ୍ଷେତ୍ର ମଧ୍ୟେ ଜିଣି ଭୁଞ୍ଜିବେ ମଇ ଯୁଦ୍ଧେ। କର୍ଣ୍ଣ ଶକୁନି ଦୁଃଶାସନ ସ୍ୱଭାବେ ଦୁଷ୍ଟ 3 ଜଣ। ଏହାଙ୍କୁ କରିଣ ବିଶ୍ୱାସ ଏଣେ ହୋଇଲେ ଅର୍ଦ୍ଧାୟୁଷ। ଦେଖ ପଡ଼ିଲେ ରଣ ମଧ୍ୟେ ମୂଢ଼ ଅଧର୍ମ ଦୋଷ ବାଦେ। ଶୁଣ ବିଦୁର କହୁ ତତେ ଶୁଣି ଭାଳିଲା ଆତ୍ମାଗତେ। ଏ ଭୀଷ୍ମ ଦ୍ରୋଣ କୁରୁଗଣ ମରଣେ ଅନେକ ରାଜନ। ଭାରା ନିବାର ଅର୍ଥେ ମଇ ସଂସାରେ ଅଳପ ମଣଇ। ଏଣେ ମୋହର ଯଦୁବଂଶ ଏମନ୍ତ ଭାରା ଅବଶେଷ। ମଧ୍ୟେ ଅରୁଣ ଚକ୍ଷୁ କୋପେ ସର୍ବେ ମରିବେ ବିପ୍ରଶାପେ। ଏଣେ ନ ମଲେ ନ ମରନ୍ତି ଏମନ୍ତ ଯୋଗ ମାୟା ଚିନ୍ତି। ଏମନ୍ତ ମନେ ଚିନ୍ତା କରି ଧର୍ମସୂତଙ୍କୁ ନରହରି। ବନ୍ଧୁ ସୁହୃଦଙ୍କର ମଧ୍ୟେ କୃଷ୍ଣ ସ୍ଥାପିଲେ ରାଜପଦେ। ଉତ୍ତରା ଗର୍ଭୁ କୁରୁବଂଶ କୃଷ୍ଣ ରଖିଲେ ଅବଶେଷ। ପରୀକ୍ଷିତକୁ କରି ରକ୍ଷା ଧର୍ମ ନନ୍ଦନ ଦେଲେ ଦୀକ୍ଷା। ଜ୍ଞାତି ମରଣ ଦୋଷ ନାଶେ ଧର୍ମ ନନ୍ଦନଙ୍କ ବିଶ୍ୱାସେ। ଧର୍ମ ସମ୍ପଦ ସୁସମ୍ପାଦି କରାଇ 3 ଅଶ୍ୱମେଧୀ। ଆପणे ନିଜ ପୁରେ ଯାଇ ନାରୀ ଗଣଙ୍କ ମଧ୍ୟେ ଥାଇ। ଗୃହସ୍ଥ ଧର୍ମ ବେଦ ମତେ କୃଷ୍ଣ ଆଚରିଲେ ଜଗତେ। ନାରୀଙ୍କ ମନ କୃଷ୍ଣ ମୋହି ଗୃହ ଚରିତେ ଗୃହେ ଯାଇ। ଯେ ଧର୍ମ କରେ ପରଲୋକେ କୃଷ୍ଣ ସ୍ଥାପିଲେ ଅତିରେକେ। ଏମତେ ବହୁତ ବରଷେ କ୍ରୀଡ଼ିଲେ ଗୃହାଶ୍ରମ ଆସେ। କର୍ମ ଅଧୀନେ କାମେ ପଡ଼ି ଦେବ ମାୟାରେ ସୁଖ ଲୋଡ଼ି। ପୁରୁଷ କର୍ମର ଅଧୀନ ଯୋଗେଶ୍ୱରଙ୍କୁ ଯେ ଗହନ। ସେ ହରି ବିଷ୍ଣୁ ମାୟା କରି ନିଜ ସୁତଙ୍କ ମନ ହରି। ସେ ପୁତ୍ରେ କ୍ରୀଡ଼ା ରସ ବନେ କୋପେ ଚିନ୍ତିଲେ ବିପ୍ରମନେ। ସେ ବ୍ରହ୍ମ ଶାପ ପାଇ ପୁରୀ ଅଦ୍ଭୁତ ଦେଖିଲେ ବିସ୍ତାରୀ। କୃଷ୍ଣ ବଚନ ଶାନ୍ତି ଅର୍ଥେ ପ୍ରଭାସେ ମିଳିଲେ ସମସ୍ତେ। ସେ ଜଳେ ସାରିଲେ ସ୍ନାନ ପିତୃତର୍ପଣ ପିଣ୍ଡ ଦାନ। ବୁଝିଲେ ଦେବ ଋଷିଗଣ ଦାନେ ସନ୍ତୋଷିଲେ ବ୍ରାହ୍ମଣ। ତିଳ ରଜତ ଯେ ସୁବର୍ଣ୍ଣ ବଚନ କୋମଳ ଅଧୀନ। ରଥ କୁଞ୍ଜର ଅଶ୍ୱଦାନ ଧରଣୀ ତୁଲେ କନ୍ୟାମାନ। ଅର୍ଣ୍ଣ ସହିତେ ନାନା ରସେ ବିପ୍ରଙ୍କୁ ଭୁଞ୍ଜାଇ ଅରସେ। ଏମତେ ଯଦୁ ଭୋଜଗଣ ଗୋପୀରେ ସେବା ତାଙ୍କ ମନ। ସ୍ୱଭାବେ କରି ଉପବାସ ରାତ୍ର ବଞ୍ଚିଲେ କରି ରାସ। ଏ ଯଦୁବଂଶର ଚରଣେ ସୁଜନେ ଭଜ ଅନୁକ୍ଷଣେ। କହିଲେ କୃଷ୍ଣର ବିଶ୍ୱାସ କହିଲେ ଜଗନ୍ନାଥ ଦାସ। ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାମି ସହିତାଂ 82 ତୃତୀୟ ସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ନାମ ତୃତୀୟ ଅଧ୍ୟାୟ। ବୋଲାନନ୍ଦେ କବାର ହରି ହରି ବୋଲ।